ଈଶ୍ୱର ଶାଖାର ଉପସଭାପତି। ଶ୍ରୀଧର ବାବୁ କ'ଣ କହିବେ? ଆପଣଙ୍କ ତ ସପ୍ତବାର୍ଷିକ ଉତ୍ସବ ହେଉଛି, ସାର୍ ବି ଯେଉଁ ଆପଣଙ୍କର କହୁଥିଲେ ଯେ କିଛି ଦାବି ସରକାର ପାଖରେ ଉପସ୍ଥାପନ କରୁ, ତଥାପି ଆପଣଙ୍କ ନଜରରେ କ'ଣ ରହିଛି ଯେଉଁଟାକି ପୂରଣ କରିବାର ଆବଶ୍ୟକତା ଅଛି ସରକାରଙ୍କୁ? ଦେଖନ୍ତୁ, ଯାହା ଆମର ସଭାପତି ବଂଶ ଶାଖାରେ କହିଲେ, ମୋର ଆମର ଆଉ ଜଣେ ଭାଇ କହିଲେ, ଏଇଟା ବି ସେଇ ସମର୍ଥନ ମୋର ରହିଛି। ଆମକୁ ନିଖିଳ ଉତ୍କଳ ବାରିକ ସଂଘ ତରଫରୁ ଯେମିତି ଭାଇ କହିଲେ 30ଟି ଜାଗାରେ 30ଟି ସଂଘ ଘର ଆମକୁ ଦିଆଗଲେ ଆମେ ସେଥିରେ ସବୁପ୍ରକାର ଆଲୋଚନା କରିପାରିବୁ ଏବଂ ତା ବିଷୟରେ ବହୁତ ପ୍ରକାର ଆମେ ସରକାରଙ୍କୁ ଦାବି କରିପାରିବୁ ଏବଂ ଦାବି ବି ଆଗରୁ ରହିଥିଲା ଆମକୁ କରାଯାଉ ଆମର ଯେଉଁଟାକି କୌଳିକ ବୃତ୍ତି ତାକୁ ଭତ୍ତା ଫତା ଏସବୁ ଦାବି କରିଛୁ ଆମେ ଗଭର୍ଣ୍ଣର ପାଖରେ, ପୂର୍ବତନ ଗଭର୍ଣ୍ଣର ପାଖରେ, ଏବଂ ସେଇଟାକୁ କରିବେ ବୋଲି ସରକାର କହିଥିଲେ, ବିଜେଡ଼ି ଗଭର୍ଣ୍ଣମେଣ୍ଟ କହିଥିଲେ। କିନ୍ତୁ ବର୍ତ୍ତମାନ ତ ନୂଆ ସରକାର ଆସିଲେ, ତେଣୁକରି ତାଙ୍କ ପାଖରେ ଆମେ ଦାବି ବି ଜଣେଇବୁ। ଆମର ଆଗକୁ କେମିତି ଆମ ଏ ସଂଘ ଏବଂ ଆମର ଜାତିର ବିକାଶ ହେବ, ଉନ୍ନତି ହେବ, ଆମକୁ କେଉଁଭଳି ଭାବରେ ଆମର ଲୋକମାନେ ସର୍ଭିସ୍ ପାଇବେ, ଆମର ଓବିସି ଜାତିର ଯେଉଁମାନେ ଅଛନ୍ତି ଆମର ଓଡ଼ିଶାରେ 4.5 ଲକ୍ଷ ଜାତି ଭାଇ, ସେମାନଙ୍କ ବିଷୟରେ ଦାବି ଜଣେଇବୁ। ଏବଂ ଆଜିର ଅଧିବେଶନ ରହିଛି ଆମର ରୁହେ ଆମର ମେମ୍ବର ଚୟନ ରୁହେ। ଆଜି ଆମର ସେସବୁ ରହିଛି ପ୍ରକ୍ରିୟା, ବିଭିନ୍ନ ପ୍ରକାର ନୂଆ ମେମ୍ବର ଚୟନ କରାଯିବ, କମିଟି ଗଠନ କରାଯିବ ଏବଂ ବିଭିନ୍ନ ପ୍ରକାର ଆଗକୁ ସଭାପତି ଆଉ ଉପସଭାପତି ସେମ୍ ରହିବେ, କିଛି ଆଉ ଚେଞ୍ଜେସ୍ ନାହିଁ, ଖାଲି ନୂଆ କ'ଣ ହେବେ ସେଇ ସବୁ ବିଷୟରେ ଆଜି ତ ରହିଛି। ତେଣୁକରି ଆଜିର ଅଧିବେଶନଟା ଏଇଟା ମୁଖ୍ୟ ରଖାଯାଇଛି। ଧନ୍ୟବାଦ ସାର୍।